Welcome to KPS Study Tutorial. 10 ଧାଡ଼ି ରଚନା ଗ୍ରୀଷ୍ମ ଋତୁ। ବସନ୍ତ ଋତୁ ପରେ ଧରାବକ୍ଷକୁ ଗ୍ରୀଷ୍ମ ଋତୁ ଆସେ। ବୈଶାଖ ଓ ଜ୍ୟେଷ୍ଠ ମାସକୁ ଗ୍ରୀଷ୍ମ ଋତୁ କୁହାଯାଏ। ଏହି ଋତୁରେ ସୂର୍ଯ୍ୟ କିରଣ ପୃଥିବୀ ଉପରେ ସଳଖ ଭାବରେ ପଡ଼ୁଥିବାରୁ ବହୁତ ଗରମ ହୁଏ। ଏହି ଋତୁରେ ଅଧିକ ଖରା ହେଉଥିବାରୁ ନଦୀ, ନାଳ, ପୋଖରୀ ଆଦିରୁ ପାଣି ଶୁଖିଯାଇ ସବୁଆଡ଼େ ଜଳର ଅଭାବ ଦେଖାଯାଏ। ଏହି ଋତୁରେ ଦିନ ବଡ଼ ଓ ରାତି ସାନ ହୁଏ। ଏହି ଋତୁରେ ମଲ୍ଲୀ, ହେନା, ସୁଗନ୍ଧରାଜ ପ୍ରଭୃତି ବହୁ ସୁଗନ୍ଧଯୁକ୍ତ ଫୁଲ ଫୁଟିଥାଏ। ଏହି ଋତୁରେ ପାଚିଲା ଆମ୍ବ, ପଣସ, ସପୁରୀ, ତରଭୁଜ ଇତ୍ୟାଦି ଫଳ ମିଳିଥାଏ। ଏହି ଋତୁରେ ଲୋକମାନେ କାକୁଡ଼ି, ତରଭୁଜ, ବିଭିନ୍ନ ପ୍ରକାରର ସରବତ, ଲସି ଓ ଥଣ୍ଡା ପାନୀୟ ପିଇବାକୁ ଭଲ ପାଆନ୍ତି। ଏହି ଋତୁରେ ପଣା ସଂକ୍ରାନ୍ତି, ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ, ଚନ୍ଦନ ଯାତ୍ରା ଆଦି ପର୍ବ ପାଳନ କରାଯାଏ। ଗ୍ରୀଷ୍ମ ଋତୁ ସମସ୍ତଙ୍କ ପାଇଁ କଷ୍ଟକର ହେଲେ ମଧ୍ୟ ଏହା ବର୍ଷା ଋତୁକୁ ନିମନ୍ତ୍ରଣ ଜଣାଇ ଧରାପୃଷ୍ଠରୁ ବିଦାୟ ନିଏ। ପ୍ଲିଜ୍ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ମାଇ ଚ୍ୟାନେଲ।